ସେଦିନ ମୋ ସହପାଠିନୀ ଯାହା କଲା ମୁଁ ସବୁ ନୀରବରେ ଦେଖୁଥିଲି। ହେଲେ ପଦୁଟିଏ ବି କିଛି ପାଟି ଫିଟେଇ ହୃଦୟର ଭାବନାକୁ ବ୍ୟକ୍ତ କରିବାର ସାହସ ଜୁଟାଇ ପାରିନଥିଲି। ଶକ୍ତ ଚାପୁଡ଼ାଟିଏ ମାରିବାକୁ ଇଚ୍ଛା ହେଉଥାଏ, ହେଲେ ନିଜକୁ ନିଜେ ବୁଝାଇ ନେଲି। ସେଦିନ ଦୀର୍ଘ 15 ବର୍ଷ ପରେ ସେଦିନ ତାକୁ ଅନେକ ପାଖରୁ ଦେଖିଲି। ସେ ବିବାହିତା, ସାଂସାରିକ ବନ୍ଧନରେ ଆବଦ୍ଧ ହୋଇ ସଂସାରର ସକଳ ସୁଖ ସାଉଁଟିବାରେ ବ୍ୟସ୍ତ ଥିଲା ଭଳିଆ ତା କାଖରେ ଧରିଥିବା ଛୋଟ ଝିଅ ପିଲାଟିକୁ ଦେଖି ଅନୁଭବ କଲି। ସେ ମୋତେ ଦେଖିଲା କି ନା ମୁଁ ଜାଣିନି। ବସ୍ଷ୍ଟାଣ୍ଡରେ ତା ଝିଅଟିକୁ ଧରି ଆରୋହୀ ବସ୍କୁ ଅପେକ୍ଷା କରିଥାଏ, ବୋଧେ ସମ୍ବଲପୁର ଯିବା ପାଇଁ। ତା ପାଖକୁ ଯାଇ ଅନେକ ଗପିବାକୁ ଭାରି ଇଚ୍ଛା ହେଉଥାଏ, ହେଲେ ପୁରୁଣା କଥାକୁ ନେଇ ମନରେ ଅଜସ୍ର ପ୍ରତାରଣା ସୃଷ୍ଟି ହେଉଥାଏ। ପାଖକୁ ଯିବି ନା ନାହିଁ ଚିନ୍ତା କରୁ କରୁ ବସ୍ ପହଞ୍ଚିଲା। ବସ୍ର ଆର ପାର୍ଶ୍ୱରେ ସେ, ମୁଁ ଏପଟ ପାର୍ଶ୍ୱରେ। ମୁଁ ତାକୁ ଦେଖିପାରୁ ନଥାଏ। ବସ୍ ଛାଡ଼ିଲା, କିନ୍ତୁ ସେ ବସ୍ରେ ଚଢ଼ିଲା ନାହିଁ। ଅପେକ୍ଷାରେ ରହିଲା। କାହାର ଅପେକ୍ଷାରେ ରହିଲା ବୋଲି ଅନେକ ଭାବିଲି। ପ୍ରାୟ 3 ମିନିଟ୍ ପରେ ମୋ ଆଡ଼କୁ ଅଶ୍ରୁଳ ନୟନରେ ଚାହିଁଲା। ମୁଁ ଆଶ୍ଚର୍ଯ୍ୟ ହେଲି। ମୋତେ ସେ ଦେଖି ଚିହ୍ନିଦେଲା କି? ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ। ଧୀରେ ଧୀରେ ମୋ ଆଡ଼କୁ ପାଦ ବଢ଼ାଇବା ଆରମ୍ଭ କଲା। ମୁଁ ଥରିଲି, ଏମିତି ଥରିଲି ଯେମିତି ଭୂମିକମ୍ପ ହେଉଛି। ହେଲୋ ବନ୍ଧୁ ବୋଲି କହି ହାତ ବଢ଼ାଇଲା। ହଁ, ଶୁଭ ସକାଳ କହି କରମର୍ଦ୍ଦନ କଲି। ସେ ଥିଲା ମୋର ପ୍ରଥମ ସ୍ପର୍ଶ। ଅନେକ ବର୍ଷ ପରେ ସେଇ ପୁରୁଣା ସ୍ୱର ଶୁଣିବାକୁ ପାଇଲି। ଏବେ କ'ଣ କରୁଛ? ସେମିତି କିଛି ନାହିଁ, କେବଳ ନିଜକୁ ପ୍ରଚୁର ଭଲ ପାଉଛି। ଚିତ୍ର ଆଉ କିଛି ରୋମାଣ୍ଟିକ କବିତା ଲେଖି। ତୁମ ରୋମାଣ୍ଟିକ ପୁସ୍ତକ? କିଏ କହେ ତୁମକୁ ମୁଁ ଭଲ ପାଏ ନା? ମୁଁ ପାଲହଡ଼ାରୁ ପାଇଲି। ଗତ ବର୍ଷ ପଢ଼ିଲି 15 ଥରରୁ ଅଧିକ। ବହୁତ ଭଲ ଲାଗିଲା। ଧନ୍ୟବାଦ। ଆଜି କେଉଁଆଡ଼େ ବାହାରିଛ? ଦେବଗଡ଼ ସରକାରୀ ଡାକ୍ତରଖାନାକୁ। ମୋ ଝିଅ ନମ୍ରତାକୁ ଥଣ୍ଡା ହେଇଛି। ତୁମେ ଛିଡ଼ା ହେଇଥିବାର ଦେଖିଲି, ତେଣୁ ତୁମ ପାଖକୁ କଥା ହେବା ପାଇଁ ଚାଲି ଆସିଲି। ତୁମେ ବିବାହ କଲଣି ନା ନାହିଁ? ନା, କରିନି। ଝିଅ ଖୋଜା ଚାଲିଛି। ଯାହା ହେଉ ତୁମେ ବିବାହ କରି ଆନନ୍ଦରେ ଅଛ। ଆଖିରୁ 2 ଧାର ଅଶ୍ରୁ ଝରାଇ କାନ୍ଦିବାକୁ ଲାଗିଲା। କହିଲା, ନା ନା, ମୁଁ ବିବାହ କରିନି। କେହି ଏ ଝିଅଟିକୁ ଜନ୍ମ ଦେଇ ରାସ୍ତା କଡ଼ରେ ଫୋପାଡ଼ି ଦେଇଥିଲା। ମୁଁ ପାଇଲି। ତାର ଯତ୍ନରେ ମୁଁ ମୋର ଅତୀତ ଆଉ ତମକୁ ଭୁଲିବାକୁ ଚେଷ୍ଟା କରୁଥିଲି। ତୁମ ସହ ଭଗବାନ ଦେଖା ପୁଣି କରାଇ ଦେଲେ। ତୁମେ ମୋତେ ଏତେ ଘୃଣା କ'ଣ ପାଇଁ କଲ ସେଦିନ? ଥରୁଟିଏ ବି ଜମାରୁ କଥା ନ ହୋଇ ସବୁଦିନ ପାଇଁ ଛାଡ଼ିଦେଲ ମୋତେ ପ୍ରତାରଣା ବାଟରେ। କେମିତି କଥା ହୋଇଥାନ୍ତି? ତୁମେ ସେଦିନ ସେ ପିଲା ସହ ହାତକୁ ହାତ ମିଶାଇ ରାସ୍ତାରେ ଯିବାର ଦେଖିଲି। ତେଣୁ ମୁଁ ବୁଝିଲି ତୁମେ ମୋତେ ନୁହେଁ ଆଉ କାହାକୁ ଭଲ ପାଅ ବୋଲି। ସେଦିନ ମୋତେ ପଚାରିଥିଲେ, ତାର ଉତ୍ତର ମୁଁ ତୁମକୁ ଦେଇଥାନ୍ତି। ସେ ମୋର ବଡ଼ ଭାଇ, କ୍ୟାନ୍ସର ରୋଗୀ ଥିଲେ, ଚାଲିଗଲେଣି ଆରପାରିକୁ। ଓଃ ପ୍ରଭୁ! ମୋର ବସ୍ ଆସିଲା, ଆସୁଛି। ଜୀବନ ବାଟରେ କେବେ ଦେଖା ହେଲେ ବାସ୍ ପଦୁଟିଏ କଥା ହେଉଥିବ। ଏତିକି କହି ବସ୍ରେ ଚଢ଼ି ସେ ଚାଲିଗଲା। ମୁଁ ତାର ପ୍ରତିଟି କଥା ଆଉ ଅତୀତର ସେଇ ମଧୁର ମୁହୂର୍ତ୍ତର, ମୋ ଭଲ ପାଇବାର ସ୍ମୃତି କଥା ଭାବି ଏକଲୟରେ ତାକୁ ଚାହିଁ ରହିଥିଲି ସେଦିନ। ବନ୍ଧୁଗଣ, କାହାଣୀଟି କେମିତି ଲାଗିଲା? ଯଦି ଭଲ ଲାଗେ ତାହେଲେ ଲାଇକ୍, ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ନିଶ୍ଚୟ ଦବାଇବେ। ଧନ୍ୟବାଦ।